ପାଦରେ ଆଘାତ ଲାଗିଲେ ମଣିଷ ଚାଲିବା ଶିଖିଯାଏ। ଠିକ୍ ସେହିପରି ମନରେ ଆଘାତ ଲାଗିଲେ ମଣିଷ ଏକୁଟିଆ ବଞ୍ଚିବା ଓ ମଣିଷ ଚିହ୍ନିବା ଶିଖିଯାଏ। ଖରାପ ସେତେବେଳେ ଲାଗେ ଯେତେବେଳେ କାହା ପାଇଁ ସବୁକିଛି ବିସର୍ଗ କରିବା ପରେ ସେ କୁହେ ତୁମେ ମୋ ପାଇଁ କ'ଣ କରିଛ। କାହା ସହିତ ଏତେ ବି ବନ୍ଧନରେ ବାନ୍ଧି ହୋଇ ଯାଆନ୍ତୁ ନାହିଁ, କାରଣ ସେଥିରୁ ଆଶା ଜନ୍ମ ନେବ ଏବଂ ପୁଣି ପରିଶେଷରେ ତୁମକୁ ନିରାଶ ହିଁ ମିଳିବ। କାହାକୁ ଭଲ ପାଇବା ଓ ସମୟ ମାଗି ଲଜ୍ଜିତ ହୁଅ ନାହିଁ, କାହିଁକି ନା ଯିଏ ଆପଣଙ୍କୁ ନିଜର ବୋଲି ଭାବୁଥାଏ ସେ ନିଶ୍ଚୟ ସମୟ ଓ ଭଲ ପାଇବା ଦେଇଥାଏ। ଭଲ ଲୋକଙ୍କୁ ଭୁଲ ବୁଝିବା ମଣିଷ ଭବିଷ୍ୟତରେ ବହୁତ ପସ୍ତାଏ। ଯେତେବେଳେ ଠିକ୍ ବୁଝିବା ଆରମ୍ଭ କରେ ସେତେବେଳକୁ ସବୁ ସରିଯାଇଥାଏ। ଯେଉଁମାନେ ଉପରେ ସହାନୁଭୂତି ଦେଖାନ୍ତି ଭିତରେ ଚେର କାଟନ୍ତି ସେମାନଙ୍କ ଠାରୁ ଦୂରେଇ ରହିବା ଭଲ। ସମ୍ପର୍କ ଏକ ସୂତା ଖିଅ ପରି ଥରେ ଛିଣ୍ଡିଗଲା ପରେ ତାକୁ ଯୋଡ଼ି ହୁଏ ସତ, କିନ୍ତୁ ଗଣ୍ଠି ପକାଇବାକୁ ପଡ଼େ। ଆଉ ସେହି ଗଣ୍ଠି ବାରମ୍ବାର ମନେ ପକାଇ ଦିଏ ସେହି ଛିଣ୍ଡି ଯାଇଥିବା ଦୁଃଖ ମୁହୂର୍ତ୍ତକୁ। ଯେଉଁ ଲୋକ ଅନ୍ୟ ପ୍ରତି ଦୁର୍ବ୍ୟବହାର କରେ ସେ ଜାଣି ରଖିବା ଉଚିତ ଯେ ତା ପାଇଁ ଅନ୍ୟ କେଉଁଠି ଅପମାନ ସାଇତି ହୋଇ ରହିଛି। ଯେଉଁମାନେ ସମ୍ପର୍କ ରଖିବାକୁ ଚାହାନ୍ତି ସେମାନେ ତୁମର ବଡ଼ ବଡ଼ ଭୁଲକୁ ବି କ୍ଷମା କରିଦିଅନ୍ତି। କାହାକୁ କନ୍ଦେଇବା ଆଗରୁ ମନେ ରଖିବା ଉଚିତ ଯେ ଆଖିର ଲୁହ ହିଁ ଅଭିଶାପ ଦେଇଥାଏ। ଆଜିର ସମୟରେ କାହା ଉପରେ ଅଭିମାନ ରଖିବା ଉଚିତ ନୁହେଁ, କାହିଁକି ନା ଲୋକେ ଅଭିମାନ ପଛରେ ଥିବା ଭଲ ପାଇବା ବୁଝନ୍ତି ନାହିଁ। ଯେଉଁମାନେ ଖରାପ ସମୟରେ ତୁମକୁ ଛାଡ଼ି ଚାଲିଯାଆନ୍ତି ସେମାନେ ଶିକ୍ଷା ଦିଅନ୍ତି ଯେ କୌଣସି ସମ୍ପର୍କ ସବୁଦିନ ପାଇଁ ନୁହେଁ। ଜୀବନରେ କେବେ କାହା ପଛରେ ଦୌଡ଼ ନାହିଁ। ତା ମନରେ ତ ତମ ପ୍ରତି ଭଲ ପାଇବା ତ ବଢ଼ିବନି, କିନ୍ତୁ ତୁମେ ତୁମର ଆତ୍ମସମ୍ମାନ ନିଶ୍ଚୟ ହରାଇ ବସିବ।